ଐତିହାସିକ ମହାକୁମ୍ଭରେ ସମସ୍ତଙ୍କୁ ସ୍ୱାଗତ। ଆମେ ଆଜି ଦିନର 10ଟାରେ ପ୍ରୟାଗରାଜରେ ପହଞ୍ଚିଲା ପରେ ରୋଷେଇବାସ କରି ଖାଇସାରିଛୁ। ଖାଇସାରିଲା ପରେ ବର୍ତ୍ତମାନ ସମୟ 4ଟା। ଆମେ ବାଇକ୍ ଯୋଗେ ଜଣ ପିଛା 200 ଟଙ୍କା ଲେଖାଏଁ ଦେଇ ଏଠାରୁ 4 କିଲୋମିଟର ଦୂର ପର୍ଯ୍ୟନ୍ତ ଶଙ୍ଖଦ୍ୱାର ଯେଉଁ ଅଛି ସେ ଶଙ୍ଖଦ୍ୱାର ପର୍ଯ୍ୟନ୍ତ ଯାଉଅଛୁ। ଶଙ୍ଖଦ୍ୱାରରେ ପହଞ୍ଚିଲା ପରେ ସେଠାରୁ ଆମେ ଚାଲି ଚାଲି ପୋଲ ପାର ହେଇକି ସଙ୍ଗମସ୍ଥଳୀକୁ ଯିବୁ ଏବଂ ଏଇ ଶତାଧିକ ବାଇକ୍ଧାରୀମାନେ ଲୋକମାନଙ୍କୁ ବା ଯାତ୍ରୀମାନଙ୍କୁ ବାଇକ୍ରେ ନିଜର ବସାଇ ମୁଖ୍ୟ ଦ୍ୱାର ଆଣିକି ଛାଡ଼ି ଦେଉଛନ୍ତି। ସେଠାରୁ ସେମାନେ ସମସ୍ତେ ଚାଲି ଚାଲି ଯାଉଛନ୍ତି। ଏବେ ବର୍ତ୍ତମାନ ଆମେ ଆସି ମୁଖ୍ୟ ଦ୍ୱାରରେ ପହଞ୍ଚିଛୁ। ଶଙ୍ଖଦ୍ୱାର ଯେଉଁ ଅଛି ଶଙ୍ଖଦ୍ୱାରରେ ଆମକୁ ଛାଡ଼ିଦେଲା ପରେ ଆପଣମାନେ ଦେଖିପାରୁଥିବେ ଉପରେ ହେଲିକପ୍ଟର ବୁଲୁଛି। ସମସ୍ତ ଯାତ୍ରୀମାନେ ଆସି ଏ ଜାଗାରେ ଠୁଳ ହେଉଛନ୍ତି ଏବଂ ଏହାର ମୁଖ୍ୟ ରାସ୍ତା ପୋଲିସ ବନ୍ଦ କରିଦେଇଛନ୍ତି। ଭିତରକୁ ବାଇକ୍ ଛାଡ଼ୁନାହାନ୍ତି। ଏଇ ଆସି ଆମେ ପହଞ୍ଚିଲୁ ବର୍ତ୍ତମାନ ଯେଉଁ ଦେଖିପାରୁଥିବେ ଶଙ୍ଖଦ୍ୱାର। ଏଇ ଶଙ୍ଖଦ୍ୱାରରୁ ଆମେ ବର୍ତ୍ତମାନ ଭିତରକୁ ଚାଲି ଚାଲି ଯିବୁ ଏବଂ ଏଠାରେ ପହଞ୍ଚିଲା ପରେ ଏବେ ଆମେ ବର୍ତ୍ତମାନ ଯେଉଁ ଚାଲି ଚାଲି ଯାଉଛୁ ଦେଖିପାରୁଥିବେ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ରାଜ୍ୟ ଜିଲ୍ଲାରୁ ବାବାମାନେ ବିଭିନ୍ନ ପ୍ରକାର ଅନୁଷ୍ଠାନ, ବିଭିନ୍ନ ପ୍ରକାର ସ୍ୱେଚ୍ଛାସେବୀ, ବିଭିନ୍ନ ପ୍ରକାର କମିଟି ମାନେ ଏଠାରେ ନିଜର ଟେଣ୍ଟ କରି ରହିଛନ୍ତି ଏବଂ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଉଛନ୍ତି। ଦେଖିପାରୁଥିବେ ଆପଣଙ୍କ ସମ୍ମୁଖରେ ବହୁତ ଗୁଡ଼େ ଲାଗିଛି ଟେଣ୍ଟ। ଏ ବର୍ତ୍ତମାନ ଆମେ ଗଙ୍ଗା ନଦୀ ଉପରେ ଯେଉଁ ଅସ୍ଥାୟୀ ପୋଲ ନିର୍ମାଣ ହେଇଛି ସେ ପୋଲ ଦେଇ ଆମେ ବାହାରିଛୁ ଅପର ପାର୍ଶ୍ୱକୁ ଯିବା ପାଇଁ। ଦେଖିପାରୁଥିବେ ମୋ ପଛରେ ଶତାଧିକ ଯାତ୍ରୀ এই ପୋଲ ପାର ହେଉଛନ୍ତି। ବର୍ତ୍ତମାନ ସନ୍ଧ୍ୟା ପ୍ରାୟ ଆଗତ। ଆଉ ଏଇ ଗଙ୍ଗା ନଦୀ ଉପରେ ପାଖାପାଖି 40ରୁ ଉର୍ଦ୍ଧ୍ୱ ପୋଲ ନିର୍ମାଣ କରାଯାଇଛି। ଲୋକମାନେ ସୁବିଧାରେ ଯିବା ଆସିବା କରିପାରୁଛନ୍ତି ସେଠାରେ ଏବଂ ବର୍ତ୍ତମାନ ସମସ୍ତେ ସ୍ନାନ ପକାଇବା ପାଇଁ ସଙ୍ଗମ ସ୍ଥଳକୁ ବାହାରିଛନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଯାତ୍ରୀ এই ଐତିହାସିକ ମହାକୁମ୍ଭରେ ଭାଗ ବା ବୁଡ଼ ପକାଇବା ପାଇଁ ପହଞ୍ଚିଛନ୍ତି। ବର୍ତ୍ତମାନ ଆମେ ପୋଲ ପାର ହେଇ ସାରିଛୁ, ଅପର ପାର୍ଶ୍ୱରେ ଆସିକି ପହଞ୍ଚିଛୁ। ଆପଣମାନେ ଦେଖୁଥିବେ କିଛି ଯାତ୍ରୀ ସମ୍ମୁଖରେ କିଛି ସମୟ ବିଶ୍ରାମ ବି ନେଉଛନ୍ତି, କିଏ ଚାଲି ଚାଲି ଯାଉଛନ୍ତି, କିଏ ଠିଆ ହେଇଛନ୍ତି। ସନ୍ଧ୍ୟା ଆଗତ ହେଇଗଲାଣି। ହେଉଛି ସେଇ ମା ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ମିଳନ ସ୍ଥଳ ଏବଂ ଆମେ ଚାଲି ଚାଲି ବର୍ତ୍ତମାନ ଯାଉଛୁ। ସନ୍ଧ୍ୟା ହେଇ ଆସୁଛି। ସମ୍ମୁଖରେ ଲକ୍ଷ ଲକ୍ଷ ଯାତ୍ରୀ ଯିବା ଆସିବା କରୁଛନ୍ତି। ଆମେ ମଧ୍ୟ ଆମର ସାଙ୍ଗମାନଙ୍କ ସହିତ ଏଠାରେ ଆସି ପହଞ୍ଚିଲା ପରେ ଏବେ ସାଙ୍ଗମାନେ ଚା ପିଇବାରେ ବ୍ୟସ୍ତ ରହିଛନ୍ତି। ଆପଣମାନେ ଦେଖୁଥିବେ ପୋଲିସ ଚାରିଆଡ଼େ ତାଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି। ଯେଉଁମାନେ ନିଜ ନିଜର ପରିବାରମାନଙ୍କ ସହିତ ଏଠାରେ ଆସି ପହଞ୍ଚିଛନ୍ତି ଦେଖିପାରୁଥିବେ କାଳେ ଏଇ ଭିଡ଼ରେ ହଜି ନ ଯିବେ ସେଥିପାଇଁ ସମସ୍ତେ ଦୌଡ଼ି ବାନ୍ଧି ଆଗରେ ଯିଏ ଅଛି ଦୌଡ଼ି ବାନ୍ଧି ସମସ୍ତଙ୍କ ହାତକୁ ଧରେଇଛନ୍ତି, ଯେମିତିକି ଭିଡ଼ରେ ଯେମିତି ସେମାନେ କେହି ଖସି ନ ଯାଆନ୍ତି କିମ୍ବା କୌଣସି ଅସୁବିଧା ନ ହୁଏ। ସେଥିପାଇଁ ଏ ଭିଡ଼କୁ ଆଖି ଆଗରେ ରଖି ଦେଖିପାରୁଥିବେ ଆପଣଙ୍କର ରସି ବନ୍ଧା ଯାଇଛି ସମସ୍ତଙ୍କର ହାତରେ, ନିଜର ପରିବାରର ଲୋକଙ୍କ ହାତରେ। କାରଣ ବର୍ତ୍ତମାନ ଭିଡ଼ ବହୁତ ଆରମ୍ଭ ହେଇଗଲାଣି। ନଦୀରେ ସମସ୍ତେ ଗାଧୋଇବା ପାଇଁ, ସ୍ନାନ କରିବା ପାଇଁ ଗଙ୍ଗା ମା ସଙ୍ଗମରେ ତ୍ରିବେଣୀରେ ସମସ୍ତେ କେମିତି ଶୀଘ୍ର ବୁଡ଼ ପକାଇ ବାହାରିବେ ସେଥିପାଇଁ ଶୀଘ୍ର ଶୀଘ୍ର ଯାଉଛନ୍ତି। ଚାରିଆଡ଼େ ଆଲୋକମୟ ଏବଂ ଲକ୍ଷ ଲକ୍ଷ ଯାତ୍ରୀ ଏବେ ପହଞ୍ଚିଗଲାଣି। ଭିଡ଼ ଧୀରେ ଧୀରେ ଆହୁରି ବଢ଼ିବାରେ ଲାଗିଛି ଏବଂ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଟେଣ୍ଟ ମରାଯାଇଛି, ଯେଉଁଥିରେ କି ଲୋକମାନଙ୍କୁ ମାଗଣାରେ ଖାଇବା ମଧ୍ୟ ଦିଆଯାଉଛି। ପାନୀୟ ଜଳର ସୁବିଧା ବହୁତ ଭଲ ଭାବରେ କରାଯାଇଛି ଏବଂ ଭିଡ଼କୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଅସ୍ଥାୟୀ ଶୌଚାଳୟ
ନିର୍ମାଣ କରାଯାଇଛି। ଦେଖୁଥିବେ ଏ ଭାଇ ମଧ୍ୟ ଆଗରେ ଅଛନ୍ତି ଏବଂ ପଛରେ ତାଙ୍କର ସମସ୍ତ ପରିବାରମାନଙ୍କୁ ଦୌଡ଼ି ଧରେଇ ପଛରେ ଚାଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏ ଭିଡ଼ରେ ଇଏ ହେଉଛି ଆମର କଣ୍ଟା ବାବା। ଇଏ ସବୁବେଳେ କଣ୍ଟା ଉପରେ ଶୋଇକି ରହିଛନ୍ତି। ଲୋକମାନେ ତାଙ୍କ ପାଖକୁ ଯାଇ ତାଙ୍କୁ ଦର୍ଶନ କରୁଛନ୍ତି ଏବଂ କିଛି ଅର୍ଥ ମଧ୍ୟ ପ୍ରଦାନ କରୁଛନ୍ତି। ସେ ବେଶୀ କାହା ସହିତ କଥାବାର୍ତ୍ତା କରୁନାହାନ୍ତି, ସବୁବେଳେ ଶୋଇକି ରହିଛନ୍ତି। ଆମେ ବର୍ତ୍ତମାନ ଆସି ପହଞ୍ଚିଛୁ ସେଇ ସଙ୍ଗମ ସ୍ଥଳରେ। ଭିଡ଼ ଆରମ୍ଭ ହେଇଗଲାଣି, ତେଣୁ ଆମେ ଶୀଘ୍ର ଗାଧେଇକି ଏଠାରୁ ବାହାରିବା ପାଇଁ ସମସ୍ତେ ରେଡ଼ି ହେଇଗଲୁଣି। ଏବେ ଦେଖନ୍ତୁ ଆମର ସମସ୍ତ ଭାଇମାନେ ନଦୀ ଭିତରକୁ ଧୀରେ ଧୀରେ ପ୍ରବେଶ କରୁଛନ୍ତି, ଗାଧେଇ ଦେଉଛନ୍ତି। ସେଇ ଗଙ୍ଗା ମାଙ୍କ କୋଳରେ ସ୍ନାନ ପକାଇବା ପାଇଁ ଆମେ ବହୁତ ଉତ୍ସାହିତ। ଏ ଆମର ସୌଭାଗ୍ୟ ଯେ ଆଜି ଏଇ 140 ବର୍ଷରେ ହେଉଥିବା ମହାକୁମ୍ଭ, ଐତିହାସିକ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର ସୌଭାଗ୍ୟ ମିଳିଥିବାରୁ ସେହି ଠାକୁରଙ୍କୁ କୋଟି କୋଟି ଧନ୍ୟବାଦ ଏବଂ ତାଙ୍କର ଆମେ ଚିର ଋଣୀ। ତାଙ୍କର ଅପାର କୃପାରୁ ଆମେ ଆଜି ଏଇ ସଙ୍ଗମରେ ବୁଡ଼ ପକାଇ ପାରିଛୁ। ତେଣୁ ଆମେ ବର୍ତ୍ତମାନରେ ସମସ୍ତେ ଗାଧଉଛୁ ଏବଂ ଭିଡ଼ ଆସ୍ତେ ଆସ୍ତେ ବଢ଼ି ଚାଲିଛି। ତେଣୁ ଆମେ ଗାଧେଇ ସାରିକି ଏଠାରୁ ଶୀଘ୍ର ବାହାରିବା ପାଇଁ ପ୍ରସ୍ତୁତ ହେଉଛୁ। ଏବେ ସମସ୍ତେ ଗାଧେଇ ସାରିଲେଣି, ଏବେ ଆମେ ବାହାରିବୁ।